ପିଲାମାନେ ଏହା ହେଉଛି ସମେଟିଭ୍ ଆସେସମେଣ୍ଟ 1 ଅର୍ଥାତ୍ ତୁମର ଅର୍ଦ୍ଧବାର୍ଷିକ ପରୀକ୍ଷାର ସମସ୍ତ ରିଏଲ୍ ପ୍ରଶ୍ନପତ୍ର ଆମ ପାଖରେ ପହଞ୍ଚିଛି ଏବଂ ଆମେ ତାହାକୁ ଯଥାସମ୍ଭବ ତୁମମାନଙ୍କ ପାଖକୁ ଆମେ ଏହି ଭିଡ଼ିଓ ମାଧ୍ୟମରେ ପହଞ୍ଚାଇଛୁ ତୁମର ସଫଳତା ପାଇଁ। ଠିକ୍ ଅଛି, ତୁମର କୃତକାର୍ଯ୍ୟ ପାଇଁ। ଠିକ୍ ଅଛି, ଏବେ ଆମେ ଦେଖିବା କେଉଁ ସବୁ ପ୍ରଶ୍ନ ଗୁଡ଼ିକ ଅଛି। ଏହା ହେଉଛି ପରୀକ୍ଷାର୍ଥୀଙ୍କ ନାମ, ଏଇଠି ତୁମର ନାମ ଲେଖିବ। ତାପରେ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର, ଏଇଠି ତୁମର ରୋଲ୍ ନମ୍ବର ଲେଖିବ। ତାପରେ ଅଛି ବିଦ୍ୟାଳୟର ନାମ, ଏଇଠି ତୁମର ବିଦ୍ୟାଳୟର ନାମ ଲେଖିବ। ତାପରେ ଏଇଠି ଅଛି ତାରିଖ, ଏଇଠି ତାରିଖ ଲେଖିବ ପିଲାମାନେ। ଠିକ୍ ଅଛି, ତାରିଖ ଏହି ପରୀକ୍ଷା ଯେଉଁ ଦିନ ଦେବ ସେହି ତାରିଖ ଏଇଠି ଲେଖିବ। ତାପରେ ଏହା ହେଉଛି ଶ୍ରେଣୀ ଚତୁର୍ଥ, ସମୟ 2 ଘଣ୍ଟା, ବିଷୟ ହେଉଛି ଗଣିତ। ଏଇଠି ତୁମର କାମ କିଛି ନାହିଁ, ଏଇଠି ତୁମ ଶିକ୍ଷକ କାମ କରିବେ। ତାପରେ ଏଇଠି ତୁମର ଶିକ୍ଷକ ଦସ୍ତଖତ କରିବେ। ତାପରେ ଏଇଠି ପୂର୍ଣ୍ଣାଙ୍କ 50 ମାର୍କରୁ ତୁମେ କେତେ ମୌଳିକ, କେତେ ଲିଖିତ, କେତେ ମୌଖିକ କେତେ ପାଇଲ, ଏଇଠି ତୁମ ଶିକ୍ଷକ ତୁମକୁ ମାର୍କ ଦେବେ। ଠିକ୍ ଅଛି, ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ପ୍ରଥମ ପ୍ରଶ୍ନ ଆୟତକ୍ଷେତ୍ରର ପରିସୀମା ସମାନ ଡେକ୍ସ, ତୁମେ ଏଠି ଲେଖିବ ଆୟତକ୍ଷେତ୍ରର ପରିସୀମା ସମାନ ଡେକ୍ସ ଲମ୍ବ ଯୋଗ ଚଉଡ଼ା। ଆୟତକ୍ଷେତ୍ରର ପରିସୀମାର ସୂତ୍ର ଏଇଠି ଦେଇଛି। ଠିକ୍ ଅଛି, 2 ଗୁଣନ ଲମ୍ବ ଯୋଗ ଚଉଡ଼ା, ଏଇଠି ଲେଖିବ 2। ଠିକ୍ ଅଛି, ତାପରେ ହେଇଛି 2583ରେ 8ର ସ୍ଥାନୀୟ ମାନ କେତେ, ତୁମେ ଏଇଠି ଲେଖିବ 8ର ସ୍ଥାନୀୟ ହେଉଛି 8, 10। ଠିକ୍ ଅଛି, ଅର୍ଥାତ୍ ତୁମେ ଏଇଠି 80 ଲେଖିଦେଲେ ବି ହେବ। ତାପରେ ଅଛି ଗ ନମ୍ବର 2 ଲକ୍ଷ ସମାନ କେତେ ହଜାର, 2 ଲକ୍ଷ ସମାନ କେତେ ହଜାର, ତୁମେ ଏଇଠି ହିସାବ କରି ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଆୟତଘନର ଶୀର୍ଷ ସଂଖ୍ୟା କେତେ, ଆୟତଘନର ଶୀର୍ଷ ସଂଖ୍ୟା କେତେ, ତୁମେ ଏଇଠି ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନରେ ଲେଖ, ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ଲେଖିବ। 5ଟି କଙ୍କୁଡ଼ାର ଗୋଡ଼ ସଂଖ୍ୟା ମିଶି କେତେ, ଏଇଠି ଅଛି 10, 15, 20, 50। କେଉଁଟି ହେବ, ଏଇଠି ତୁମେ ଶୂନ୍ୟସ୍ଥାନରେ ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଠାରୁ 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କେତେ ବେଶୀ, ଏଠାରେ 1 ବେଶୀ, ଏଠାରେ 1 ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି 2ର 4 ଗୁଣ ଓ 5ର 3 ଗୁଣ ଠାରୁ ଡେକ୍ସ କମ୍, କେତେ କମ୍, 7 କମ୍, ଏଇଠି 7 ଅଛି, 7କୁ ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ହେଲା ଇଂରାଜୀ ବଡ଼ ଅକ୍ଷର ଡେକ୍ସରେ କ'ଣ ନାହିଁ, ଏଠାରେ ଓ ଅଛି, ଓ ଲେଖିବ, ଏଠାରେ ଓ ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଏଇ ଚିହ୍ନ ଦେବ, ବ୍ୟବହାର କରି ଶୂନ୍ୟସ୍ଥାନରେ ଦେବ। ଏଇ ଖାଲି ଘରରେ କେଉଁ ଚିହ୍ନ ହେବ ଦେବ। ଠିକ୍ ଅଛି, ବଡ଼ ସାନ ହେବ ନା ସମାନ ହେବ, ତୁମେ ହିସାବ କରି କରିବ। ଏଇଠି ଏଇ 2 ସଂଖ୍ୟାକୁ ମିଶାଇବ, ତାପରେ ଏହା ସହିତ ବଡ଼ ହେବ ନା ସାନ ହେବ ନା ସମାନ ହୋଇଯିବ, ଏଇଠି ସେଇ ଚିହ୍ନ ସବୁ ଦେବ। ଠିକ୍ ଅଛି, ଏଠାରେ এই ସଂଖ୍ୟାରୁ এই ସଂଖ୍ୟା ବିୟୋଗ କରିବ, ତାପରେ এই ସଂଖ୍ୟା ସହିତ ସମାନ ହେବ ନା ବଡ଼ ହେବ ନା ସାନ ହେବ, ହିସାବ କରି କେଉଁ ଚିହ୍ନ ହେବ ସେହି ଚିହ୍ନ ଦେବ। ଠିକ୍ ଅଛି, ତାପରେ ଏଠାରେ ଦେଖିଲା ପିଲାମାନେ এই 2 ସଂଖ୍ୟାକୁ ମିଶାଇବ, ତାପରେ ଏହା ସହିତ ସମାନ ହେବ ନା ଛୋଟ ହେବ ନା ବଡ଼ ହେବ, ଏଇଠି ସଠିକ୍ ଚିହ୍ନ ଦେବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତଳେ ଦିଆଯାଇଥିବା ପ୍ରତ୍ୟେକ ଚିତ୍ରର ପରିସୀମା ନିର୍ଣ୍ଣୟ କରି କୋଠରୀରେ ଲେଖ, ପରିସୀମା ନିର୍ଣ୍ଣୟ କରିବ ଏବଂ କୋଠରୀରେ ଲେଖିବ। ଠିକ୍ ଅଛି, এই ଖାଲି ଘରେ এই ମଝିରେ ଲେଖିବ। ଠିକ୍ ଅଛି, ପରିସୀମା କେମିତି ନିର୍ଣ୍ଣୟ କରାଯାଏ, এই ସମସ୍ତ ପାର୍ଶ୍ୱରେ ଥିବା ସେଣ୍ଟିମିଟର ଅଥବା କିଲୋମିଟର ଯାହା ବି ଅଛି ସବୁକୁ ଯୋଗ କରିବ ଏବଂ ମଝିରେ ଲେଖିବ। ଠିକ୍ ଅଛି, ଧନ୍ୟବାଦ। ପରବର୍ତ୍ତୀ ପ୍ରଶ୍ନ ଅଛି ଗଣନ ପଟା ଲେଖାଥିବା ସଂଖ୍ୟା ଦେଖି ଗୋଲି ରଖ, ଏଠି ଗୋଲି ରଖିବ ପିଲାମାନେ। କେତୋଟି ଗୋଲି ହେବ ଦେଖ, 8251 ଅଛି। ଠିକ୍ ଅଛି, 8251, 8 ଯେହେତୁ ଏଠାରେ 8ଟି ଦେବ। ଠିକ୍ ଅଛି, ତାପରେ ଅଛି 2ଟି, ତାପରେ ଅଛି 5ଟି ଦେବ, ତାପରେ ଅଛି ଗୋଟିଏ ଅଛି। ଠିକ୍ ଏହିପରି ଏଠାରେ 3, 2, 5, 3 ଅଛି, ଏଇଠି ସେତିକି ଲେଖାଏଁ ଗୋଲି ଦେବ। ଏଇଠି 3ଟି ଦେବ, 2ଟି, 5ଟି, 3ଟି ଦେବ। ତାପରେ ଏଇଠି କେତେ ଅଛି, ଏଇଠି ଅଛି 5ଟି, ଏଇଠି ଅଛି 5ଟି ଦେବ, ଏଇଠି 3ଟି, 4 ଗୋଟି, 2ଟି ଗୋଲି ଦେବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ନିମ୍ନ ଘନବସ୍ତୁ ଗୁଡ଼ିକୁ ଲକ୍ଷ୍ୟ କରି ତଳ ସାରଣୀ ପୂରଣ କରିବ। ଏଠାରେ ଅଛି ବସ୍ତୁର ନାମ ଇଟା, ଲୁଡ଼ୁ ଗୋଟି, ଫୁଟବଲ। ଇଟାରେ କେଉଁ ପ୍ରକାର ଘନବସ୍ତୁ, ଏଠାରେ ଶୀର୍ଷ କେତେ, ତାହାର ଧାର କେତେ, ପାର୍ଶ୍ୱ କେତେ ଲେଖିବ। ତାପରେ ଲୁଡ଼ୁ ଗୋଟାରେ କେଉଁ ପ୍ରକାର ଘନବସ୍ତୁ, ତାହାର ଶୀର୍ଷ କେତେ, ଧାର କେତେ, ପାର୍ଶ୍ୱ କେତେ, ଏଇଠି ଲେଖିବ। ତାପରେ ଫୁଟବଲ କେଉଁ ପ୍ରକାର ବସ୍ତୁ, ଶୀର୍ଷ କେତେ, ଧାର କେତେ, ପାର୍ଶ୍ୱ କେତେ, ଏଇଠି ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଉତ୍ତର ଲେଖ। ଏହା କି ପ୍ରକାର ଚିତ୍ର, এই ଚିତ୍ରକୁ ଦେଖି ପ୍ରଶ୍ନ ଉତ୍ତର ଦେବ ପିଲାମାନେ। ଠିକ୍ ଅଛି, ଏହା କି ପ୍ରକାର ଚିତ୍ର,
ଏହା ଏକ ତ୍ରିଭୁଜ। ଏହାର କେତୋଟି ବାହୁ ଅଛି? 3ଟି ବାହୁ ଅଛି। କେତୋଟି ଶୀର୍ଷ ଅଛି? 3 ଗୋଟି ଶୀର୍ଷ ଅଛି। କୋଣଗୁଡ଼ିକର କେଉଁ ପ୍ରକାର? କୋଣଗୁଡ଼ିକ କେଉଁ ପ୍ରକାରର କୋଣ? ଲେଖିବ ପ୍ରତ୍ୟେକ କୋଣ ସୂକ୍ଷ୍ମ କୋଣ। ଏଠି ଲେଖିବ ସୂକ୍ଷ୍ମ କୋଣ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଲେଖି ଜଣାଇବ ଏବଂ ନିଶ୍ଚୟ ଧ୍ୟାନ ଦିଅ। ଯେଉଁ ପ୍ରଶ୍ନଟି ତୁମେ ଜାଣିପାରିବ ନାହିଁ ଯଥାଶୀଘ୍ର ତାହାକୁ କମେଣ୍ଟ କରିବ ଏବଂ ଆମେ ମଧ୍ୟ ଯଥାସମ୍ଭବ ତାହାର ଉତ୍ତର କମେଣ୍ଟ ମାଧ୍ୟମରେ ହେଉ କିମ୍ବା ଏକ ଭିଡ଼ିଓ ମାଧ୍ୟମରେ ହେଉ ତୁମ ପାଖକୁ ଆମେ ପହଞ୍ଚାଇବୁ। ଠିକ୍ ଅଛି। ଏମିତି ଭିଡ଼ିଓ ଦେଖିବା ପାଇଁ ନିଶ୍ଚୟ ଆମ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ। ସବସ୍କ୍ରାଇବ୍ କରିବାକୁ ଭୁଲିବ ନାହିଁ। ଠିକ୍ ଅଛି। ଧନ୍ୟବାଦ।